ରୋମିଓ ମଣ୍ଡଳୀରେ ପ୍ରେରିତ ପାଉଲଙ୍କ ପୁତ୍ର ତାର 12 ରୋମିଓ ମଣ୍ଡଳୀରେ ପ୍ରେରିତ ପାଉଲଙ୍କ ପୁତ୍ର ତାର 12 ମୁଁ ପ୍ରଥମ ପଦ ଏବଂ ଦ୍ୱିତୀୟ ପଦକୁ ପଢ଼ିଯାଉଛି, କିନ୍ତୁ ସମ୍ପୂର୍ଣ୍ଣ ପର୍ବକୁ ଆମେ ଦେଖୁ ଆଉ ତାହା ପଢ଼ି ପଢ଼ିକୁ ଆପଣମାନେ ବୁଝିବେ। ରୋମିଓ 12 ପ୍ରଥମ ପଦ ଏବଂ ଦ୍ୱିତୀୟ ପଦ। ଅତଏବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କର ଦୟା ହାତରେ ବିନତି କରୁଅଛି, ତୁମେମାନେ ଆପଣ ଆପଣ ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କର ସୁଗ୍ରାହ୍ୟ ଭଳି ରୂପେ ଉତ୍ସର୍ଗଙ୍କର ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ତୁମେମାନେ ଏହି ବର୍ତ୍ତମାନ ଜୀବନ ଅନୁକାରୀ ନୁହଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କର ଇଚ୍ଛା କ'ଣ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ଶୀତଳ କ'ଣ ଏହା ପରୀକ୍ଷା କରି ଜାଣିପାର, ଏଥିରେ ମଧ୍ୟ ଆପଣ ଆପଣଙ୍କ ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତନ ହୁଅ। ପ୍ରଭୁ ବାକ୍ୟ ଉପରେ ଶ୍ରୋତାମାନେ ଆଶୀର୍ବାଦ କରନ୍ତୁ। ରୋମିଓ ମଣ୍ଡଳୀଙ୍କ ପ୍ରେରିତ ପାଉଲ ଏହି ପତ୍ର ଦ୍ୱାରା ସେମାନଙ୍କୁ ପ୍ରଥମ ପର୍ବରୁ ଯଦି ଆମେ ପଢ଼ିବା ଦେଖିବାକୁ ପାରିବା ଯେ ପ୍ରଭୁ ପ୍ରେରିତ ପାଉଲଙ୍କ ଦ୍ୱାରା ଆମମାନଙ୍କୁ କି ଆଶ୍ଚର୍ଯ୍ୟ ଭାବରେ ପରିତ୍ରାଣ ଦାନ କରିଅଛନ୍ତି ଏବଂ ଏହି ପରିତ୍ରାଣ କି ପ୍ରକାର ଭାବରେ ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କ ନିମନ୍ତେ ବିନା ମୂଲ୍ୟରେ ଯେଉଁ ପରିତ୍ରାଣ ନିମନ୍ତେ ଯେଉଁ ଉଦ୍ଧାର ନିମନ୍ତେ ଆମେମାନେ କୌଣସି ପ୍ରକାର ଯୋଗ୍ୟ ନଥିଲୁ, ଏହି ଉଦ୍ଧାର ମାନଙ୍କୁ ପ୍ରାପ୍ତ ହେଲା ଏବଂ ଏହି ଉଦ୍ଧାର ନିମନ୍ତେ ଆମମାନଙ୍କ ଏହି ପ୍ରୟାସ ନିମନ୍ତେ ଆମେ କୌଣସି ଆମେମାନେ କିଛି ହାସିଲ କରି ଆମେମାନେ ଯାହାକୁ ହାସିଲ କରି ଏହି ପରିଚାଳନା ଆମମାନଙ୍କର ଉଦ୍ୟମତା ଦ୍ୱାରା ଆମମାନଙ୍କର କାର୍ଯ୍ୟ ଦ୍ୱାରା ଆମମାନଙ୍କର ଧାର୍ମିକତା ଦ୍ୱାରା କୌଣସି ପ୍ରକାର ହାସିଲ କରିବାକୁ ପାରିବା, ବ୍ୟବସ୍ଥା ପାଳନ ଦ୍ୱାରା ଆମେ ହାସିଲ କରିପାରିବା, ଆମମାନଙ୍କର କାର୍ଯ୍ୟ ଦ୍ୱାରା ଆମମାନଙ୍କର ଧାର୍ମିକତା ଦ୍ୱାରା ଏହା କୌଣସି ପ୍ରକାର ସମ୍ଭବ ନୁହେଁ। ଏହା କେବଳ ଈଶ୍ୱରଙ୍କର ଅନୁଗ୍ରହ ଅଟେ। ଆମେମାନେ ମନୋନୀତ ଜାତି ନଥିଲୁ, ଇସ୍ରାଏଲ ମାନେ ମନୋନୀତ ଥିଲୁ, କିନ୍ତୁ ପ୍ରଭୁ ଆଜି ଇସ୍ରାଏଲ ମାନଙ୍କର ଅବାଧ୍ୟତା ସମୟରେ ସେମାନେ ଯେତେବେଳେ ପ୍ରଭୁଙ୍କୁ ଅଗ୍ରାହରେ ପ୍ରଭୁ ଆମମାନଙ୍କୁ ତାଙ୍କର ପରିବାର ଯାହାଦ୍ୱାରା ଈଶ୍ୱରଙ୍କର ଯୋଜନା ଈଶ୍ୱର କେବଳ ଇସ୍ରାଏଲ ମାନଙ୍କୁ ତାହାଙ୍କର ଦୃଷ୍ଟିରେ ରଖିଲେ ଏମାନେ ପରିତ୍ରାଣ ପାଆନ୍ତୁ ଏହା ନଥିଲା, ସମଗ୍ର ଜଗତର ଲୋକମାନଙ୍କୁ ସେ ନିଜ ଦୃଷ୍ଟିରେ ରଖିଥିଲେ। ତାଙ୍କର ପରିତ୍ରାଣ ପରିସର ମଧ୍ୟକୁ ଆସିବା ନିମନ୍ତେ ସମସ୍ତଙ୍କ ନିମନ୍ତେ ସେ ନିଜର ପ୍ରାଣର ବଳି ଦେଇଅଛନ୍ତି, ସେ ପ୍ରାୟଶ୍ଚିତ ସାଧନ କରିଅଛନ୍ତି। ଆମମାନଙ୍କର ନିମନ୍ତେ ପରିତ୍ରାଣ ବିନା ମୂଲ୍ୟରେ ଅଟେ। ଆମମାନଙ୍କୁ କିଛି ଦେବାକୁ ପଡ଼ିନାହିଁ, ଆମମାନଙ୍କୁ କିଛି ଦେବାକୁ ପଡ଼ୁନାହିଁ। ଏହା ପ୍ରଭୁଙ୍କର ଅନୁଗ୍ରହ ଅଟେ। ଅନୁଗ୍ରହର ଅର୍ଥ ହେଲା ଯାହା ଆମେମାନେ ଦାବି କରିପାରିବା ନାହିଁ, ଯାହା ଆମେ ହାସିଲ କରିବାକୁ ପାରିବା ନାହିଁ, ତାହା ଆମମାନଙ୍କ ଅନ୍ତରରେ ଅନୁଗ୍ରହରେ ଦିଆଯାଏ। ତାହା ହେଉଛି ଅନୁଗ୍ରହ, ଦୟାରେ ଆମମାନଙ୍କୁ ଦିଆଯାଏ। ଆମେମାନେ ବିନା ମୂଲ୍ୟରେ ପାଇଯାଉ। ଗୀତ ସତ୍ୟରେ ଆମେ ପାଠ କଲୁ, ପୂର୍ବରୁ ପଶ୍ଚିମ ଯେତେ ଦୂର ସେତେ ଦୂର, ପୂର୍ବରୁ ପଶ୍ଚିମ କିଏ ମାପିପାରେ? ଅସମ୍ଭବ। ଅର୍ଥାତ୍ ଏହାର ଅର୍ଥ ହେଲା କି ସମ୍ପୂର୍ଣ୍ଣ ଭାବରେ ପ୍ରଭୁ ଆମଙ୍କର ଆବଶ୍ୟକ ସେବା କରେ ସମସ୍ତ। ଆଜି ଅନେକ ଏହି ପ୍ରକାର ଶିକ୍ଷା ମଧ୍ୟ ଦିଅନ୍ତି। ଭୁଲ ଶିକ୍ଷା, ପ୍ରଭୁଙ୍କର ଶିକ୍ଷା ନୁହେଁ। ପ୍ରଭୁ ସମସ୍ତଙ୍କ ପାଇଁ ନିଜ ଜୀବନ ଦେଇଅଛନ୍ତି। ସମସ୍ତେ ଆମ
ନୁହେଁ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣଙ୍କ ଅତିଥି ଉତ୍ତମ ଦାନ କଲେ ସମସ୍ତେ ଜାଣି ଯିଏ କେହି ତାହା ପାଖରେ ବିଶ୍ୱାସ କରେ, ଯିଏ କେହି ତାହା ପାଖରେ ବିଶ୍ୱାସ କରେ ସେ ବିନଷ୍ଟ ନୁହେଁ, ଅନନ୍ତ ଜୀବନ ପ୍ରାପ୍ତ। ଯେଉଁମାନେ ପ୍ରଭୁ ବାହାର ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ, ତାହାକୁ ଗ୍ରହଣ କଲେ, ସେମାନେ ଈଶ୍ୱରଙ୍କର ସନ୍ତାନ ଅଧିକାର ପାଇଲେ। ଯେଉଁମାନେ ତାହାକୁ ଗ୍ରହଣ କଲେ, ଯେଉଁମାନେ ତାହାକୁ ବିଶ୍ୱାସ କଲେ, ଯେଉଁ ଈଶ୍ୱର ତାହାକୁ ପଠାଇଥିଲେ ପ୍ରଭୁ ଯୀଶୁଙ୍କୁ, ସେ ଈଶ୍ୱରଠାରେ ବିଶ୍ୱାସ କଲେ ଏବଂ ଯେଉଁ ପ୍ରଭୁ ପଠାଇଲେ ସେ ପ୍ରଭୁଙ୍କୁ ସେମାନେ ବିଶ୍ୱାସ କଲେ, ଗ୍ରହଣ କଲେ। ସେଥିପାଇଁ ସେମାନେ ଈଶ୍ୱରଙ୍କର ସନ୍ତାନର ଅଧିକାର ପାଇଲେ। ବିଶ୍ୱାସ ଦ୍ୱାରା ତୁମେମାନେ ଧାର୍ମିକତା ପ୍ରାପ୍ତ ହୋଇଅଛ, ତୁମମାନଙ୍କର କ୍ରିୟାକର୍ମରୁ ନୁହେଁ, ବ୍ୟବସ୍ଥା ପାଳନ ଦ୍ୱାରା ନୁହେଁ। ଏହା ସେମାନଙ୍କୁ ସେ ଅତି ସୁନ୍ଦର ଭାବରେ ଶିକ୍ଷା ଦେଉଛନ୍ତି। ଆପଣମାନେ ପ୍ରଥମରୁ ଏହି 11 ପର୍ବ ପର୍ଯ୍ୟନ୍ତ ଯଦି ପଢ଼ିବେ ତାହେଲେ ଦେଖିବାକୁ ଆଜି ପରିତ୍ରାଣ ବୁଝିବା ନିମନ୍ତେ ଆଜି ଆପଣଙ୍କର ଖ୍ରୀଷ୍ଟ ଆଜି ଆମେ କରିଛୁ, ଅନେକ ସେମାନେ ବୁଝିନ। ଆଜି ଆମେମାନେ ବର୍ତ୍ତମାନ ମଧ୍ୟ ଅନେକ ପ୍ରଚାରକ ମଧ୍ୟ ସେମାନେ ଏହା ପ୍ରଚାର କରନ୍ତି, ତୁମେ ଜାଗ୍ରତ ଥାଅ, ଶେଷ ପର୍ଯ୍ୟନ୍ତ ଲାଗି ରହିଲେ ତୁମେ ପରିତ୍ରାଣ ପାଇବ। ହଠାତ୍ ପ୍ରଭୁ ଆସିଲେ ପାଖରେ ହେଇଛି ମନୁଷ୍ୟ ମତେ ଥରେ ମାତ୍ର ମୃତ୍ୟୁ, ତାପରେ ବିଚାର ଶୁଣାଇଛି। ତମେ ଯଦି ଆଜି ମରିଯିବ ତାହେଲେ କୁଆଡ଼େ ପ୍ରସ୍ତୁତ ହବ? ଆଜି ତ ତମ କାମ ସରିଗଲା। ମୁଁ ଯଦି ପ୍ରସ୍ତୁତ ଅଛି, ପ୍ରଭୁଙ୍କର ଆସିବା ସମୟ ପର୍ଯ୍ୟନ୍ତ ନିଜକୁ ସଂଯତ କରି ରଖିଛି, ପବିତ୍ରତାରେ ଜୀବନ କାଟ ଅଛି, ଆଉ ସେଥିପାଇଁ ଯଦି ପ୍ରଭୁ ମତେ ଗ୍ରହଣ କରୁଛନ୍ତି, ତାହେଲେ ପରିତ୍ରାଣ କ୍ରିୟାକର୍ମ ନୁହେଁ, ଏହା ଈଶ୍ୱରଙ୍କର ଦାନ। କିପରି ଆମେ କହିବାକୁ ପାରେ? କିପରି ପ୍ରଭୁ କହିବାକୁ ପାରେ? ଯଦି ମନୁଷ୍ୟ ତାହାର ଧାର୍ମିକତାରେ ଈଶ୍ୱରଙ୍କ ନିକଟକୁ ଯାଇପାରନ୍ତା, ଈଶ୍ୱରଙ୍କ ପାଖରେ ଗ୍ରହଣୀୟ ହୋଇପାରନ୍ତା, ତାହେଲେ ପ୍ରଭୁ ଯୀଶୁ ଜଗତକୁ ଆସିବାର ଆବଶ୍ୟକତା ନଥିଲା। ଆଜି ଆପଣମାନେ ମୁଁ ଆଗରୁ ଦେଖିଛି ଖ୍ରୀଷ୍ଟ ମଣ୍ଡଳୀରେ ଏବଂ ଅଧିକାଂଶ ଆଜି ଏହି ପ୍ରକାର ବିଶ୍ୱାସ କଲା, ମୁଁ ଉତ୍ତମ ଜୀବନ ଯାପନ କରିବି, ସେଥିରେ ପ୍ରଭୁ ମୋତେ ଉଦ୍ଧାର କରିବେ। ଆମମାନଙ୍କର ଉତ୍ତମ କର୍ମ ଯଥେଷ୍ଟ ନୁହେଁ। ଈଶ୍ୱରଙ୍କୁ ସନ୍ତୋଷରେ କଲା ପରେ ସିଦ୍ଧ ଜୀବନ କିଏ କାଟିପାରେ? କୌଣସି ପାପ ନ କରିକି ଜଗତରେ ରହିପାରେ? ଆମମାନଙ୍କର ରକ୍ତରେ ପାପ ଅଛି, ପାପ ପ୍ରବୃତ୍ତି ଆମମାନଙ୍କର ନିକଟରେ ଅଛି, ଈଶ୍ୱରଙ୍କର ବିରୁଦ୍ଧରେ ଯିବାର ପ୍ରବୃତ୍ତି ଆମମାନଙ୍କର ନିକଟରେ ଅଛି। ଜଗତ ପାପ ନୁହେଁ, ଆମେ ପରିବାର ଦ୍ୱାରା ନ କରିବା ଦ୍ୱାରା ପାପ, କରିବା ଦ୍ୱାରା କଣ କରୁଛ? আপনি খরার চিন্তা করো, ভুল চিন্তা করো, লোভ করো, আপনি মানে কাজের কাজ পরিণত করো, পাপরে আমাদের কাজের আমাদের পাপ করো, আমাদের কথাবার্তার আমাদের পাপ করো, এই প্রকার আমাদের পাপ করে কাজ চলবে। যাহা উত্তম তাহা জানি এবং না করবার দ্বারা আমাদের পাপ করো। আমি মানে জানো ঈশ্বর কথা କଣ ଭଲ ଅଟେ ଆଜି ଆମେ ଜାଣିପାରୁଛୁ। ଆଜି ମୋର କେତେ ଦୁଇଟି ବସ୍ତ୍ର ଅଛି, ମୋର ପ୍ରତିବାସୀ ପାଖରେ ବସ୍ତ୍ର ନାହିଁ, ମୁଁ ଭୁଲ କରୁଅଛି, ମୁଁ ପାପ
ବ୍ୟାଙ୍କ ବାଲାନ୍ସ 10 ଲକ୍ଷ ଟଙ୍କା ଅଛି ଆଉ ଜଣେ ଉପରେ କରୁଛି, ମୁଁ ବାପ କରୁଛି କାହିଁକି ମୁଁ କରୁ ନାହିଁ। এই প্রকার ভাবে পাপকে କିଏ করতে পারে? କେହି ନାହିଁ। ସେଥିପାଇଁ ପ୍ରଭୁ ଯୀଶୁ ଜଗତକୁ ଆସିଲେ ଆପଣମାନଙ୍କ ନିମନ୍ତେ ମୋ ନିମନ୍ତେ ସେ ନିଜର ପ୍ରାଣ ବଳିଦେଲେ। ତାହାଙ୍କର ପ୍ରାୟଶ୍ଚିତ କଲେ ଆମ୍ଭେମାନେ ଉଦ୍ଧାର ପ୍ରାପ୍ତ ହୋଇଛୁ। ତାହେଲେ ବର୍ତ୍ତମାନ ମଧ୍ୟ ପ୍ରଶ୍ନ କରିବେ ଆପଣମାନେ, ତାହେଲେ କାହିଁକି ଆମେ ଜଗନ୍ନାଥ କରିବୁ, କାହିଁକି ଗୀତ ପ୍ରାର୍ଥନା କରିବୁ, କାହିଁକି ଆମେ ଦାନ କରିବୁ, ପ୍ରଭୁଙ୍କର ଦାସ ଦାସୀମାନଙ୍କୁ କାହିଁକି ଆମେ କାହିଁକି ସୁସମାଚାର ପ୍ରାର୍ଥନା କରିବୁ? এই সমস্ত দ্বারা পরিত্রাণ পাও না, যার দ্বারা উদ্ধার পাও না, তো কাহিঁকি এই সমস্ত করবে? প্রিয় বন্ধুরা, ଯେଉଁମାନେ ଉଦ୍ଧାର ପ୍ରାପ୍ତ, ଯେଉଁମାନଙ୍କର ପାପ ସବୁ କ୍ଷମା ହେଇଅଛି, ଯେଉଁମାନେ କୌଣସି ପ୍ରକାରେ ଆଉ ନରକକୁ ଯିବେ ନାହିଁ, ଈଶ୍ୱରଙ୍କ ନିକଟକୁ ଯିବେ, ସେମାନଙ୍କର ଆତ୍ମା ଈଶ୍ୱରଙ୍କ ନିକଟକୁ ଯିବ, ସେମାନେ କୌଣସି ପ୍ରକାରେ ନରକକୁ ହେବେ ନାହିଁ। ସେଇମାନେ ଈଶ୍ୱରଙ୍କର ଧାର୍ମିକତାର କାର୍ଯ୍ୟ କରନ୍ତି, ସେମାନଙ୍କର ଅନ୍ତରରେ ପବିତ୍ର ଆତ୍ମା ବାସ କରନ୍ତି। ସେଥିପାଇଁ ସେମାନେ ସମସ୍ତ ଧର୍ମକର୍ମ ସାଧନ କରନ୍ତି। କିନ୍ତୁ ଏହି ସ୍ଥାନରେ ଅତି ଯତ୍ନ ସହକାରେ ବୁଝିବା, ତଥାପି ମଧ୍ୟ ଯାହାର ଅନ୍ତରରେ ପବିତ୍ର ଆତ୍ମା ବାସ କରନ୍ତି ସେ ମଧ୍ୟ ଏହି ଜଗତରେ ସମ୍ପୂର୍ଣ୍ଣ ଭାବରେ ସିଦ୍ଧତା ପାଇନାହିଁ, ପାପ ଶୂନ୍ୟ ସିଦ୍ଧତା ପ୍ରାପ୍ତ ହୋଇନାହିଁ। ତାର ଅର୍ଥ ଏହା ନୁହେଁ ଯେ ମୁଁ ପାପ ଶୂନ୍ୟ ସିଦ୍ଧତା ପାଇନାହିଁ। ପ୍ରିୟ ବନ୍ଧୁଗଣ, ସେଥିପାଇଁ ମୁଁ ମଦ ପିଇବି, ମୁଁ ବ୍ୟଭିଚାର କରିବି, ମୁଁ ଲୋଭ କରିବି, ମୁଁ ଅତ୍ୟାଚାର, ମୁଁ ତ ଦୁର୍ବଳ ମନୁଷ୍ୟ ନା। ଯେ ଏହି ପ୍ରକାର କୁହେ ପବିତ୍ର ଆତ୍ମା ତାର ଅନ୍ତରରେ ବାସ କରୁ, ଯାହାର ଅନ୍ତରରେ ପବିତ୍ର ଆତ୍ମା ବାସ କରନ୍ତି ସେ ପାପକୁ ଘୃଣା କରିବ, ମନ୍ଦ ବିଷୟକୁ ଘୃଣା କରିବ, ସେ ଜାଣିବାକୁ ପାରିବ ଏହା ଉପଯୁକ୍ତ ନୁହେଁ। ଯେତେବେଳେ ସେ ପାପ ମଧ୍ୟରେ ପାପର ପ୍ରଲୋଭନ ସମସ୍ତଙ୍କ ନିମନ୍ତେ ଆସେ, ଯୀଶୁଙ୍କ ନିମନ୍ତେ ଆସିଥିଲା, ପ୍ରଭୁଙ୍କର ଉଦ୍ଧାର ପ୍ରାପ୍ତ ବିଶ୍ୱାସ ମାନଙ୍କ ପାଇଁ ମଧ୍ୟ ଆସିବ। ଆଉ ସେ ପାପରେ ପଡ଼ିଗଲେ ମଧ୍ୟ ଶୀଘ୍ର ସେ ସେଥିରୁ ବାହାରି ଆସିବା ପାଇଁ ଚେଷ୍ଟା କରିବ, ସେ ସେଥିରେ ଲାଗି ରହିବ ନାହିଁ। ଆଉ ଯିଏ ଅଚିନ୍ତାରେ ବିନା ଉଦ୍ଧାର ପାପରେ ସେ ଯାଉଅଛି, ଅନ୍ୟମାନେ ନ ଜାଣିଲେ ସେ ନିଜେ ଜାଣେ ଗୁପ୍ତ ଭାବରେ ସେ ପାପରେ ଲିପ୍ତ ଅଛି, ତାହେଲେ ସେ ପରିତ୍ରାଣ ପ୍ରାପ୍ତ ନୁହେଁ। ପବିତ୍ର ଆତ୍ମା ତାର ଅନ୍ତରରେ ବାସ କରୁ ନାହାନ୍ତି। ତ ପ୍ରଭୁ ଯେଉଁମାନଙ୍କୁ ଏହି ପ୍ରକାର ଭାବରେ ଉଦ୍ଧାର କରିଅଛନ୍ତି, ଆମମାନଙ୍କର କାର୍ଯ୍ୟ ଦ୍ୱାରା, କାର୍ଯ୍ୟର ଆଧାରରେ, ଆମମାନଙ୍କର ଧାର୍ମିକତାର ଆଧାରରେ ଆମେମାନେ ଉଦ୍ଧାର ପାଉନା, ସ୍ୱର୍ଗକୁ ଯାଉନା, ଈଶ୍ୱରଙ୍କ ନିକଟକୁ ଯାଉନା। ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକତାର ଆଧାରରେ, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ନିଜ ଜୀବନ ସମର୍ପଣ କରିଅଛନ୍ତି, ସେଇମାନେ ଉଦ୍ଧାର ପ୍ରାପ୍ତ। ପବିତ୍ର ଆତ୍ମା ସେମାନଙ୍କ ଅନ୍ତରରେ ବାସ କରନ୍ତି। ଆଉ ଏହି ଉଦ୍ଧାର ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟରେ ପ୍ରେରିତ ପାଉଲ ଲେଖୁଅଛନ୍ତି, ଅତଏବ ଏ ଭାଇମାନେ, ପ୍ରଭୁ ତୁମକୁ ଏତେ ଦୟା କରିଅଛନ୍ତି, ଏତେ ଅନୁଗ୍ରହ କରିଅଛନ୍ତି, ଏହି ଜଗତର ପାପରୁ ତୁମକୁ ଉଦ୍ଧାର କରୁଅଛନ୍ତି, ପାପର ଦଣ୍ଡରୁ ସେ ତୁମକୁ କ୍ଷମା କରିଅଛନ୍ତି, ତୁମମାନଙ୍କ ନିମନ୍ତେ ମୃତ୍ୟୁ ଭୟ ନାହିଁ, ସେ ଅନନ୍ତ ମୃତ୍ୟୁ ଆଉ ନାହିଁ, ସେ ମୃତ୍ୟୁ ଆଉ ତୁମମାନଙ୍କ ନିମନ୍ତେ ନାହିଁ। ସେଥିପାଇଁ ତୁମେମାନେ ନିଜ ନିଜର ଶରୀରକୁ ସଜୀବ ଓ ପବିତ୍ର ଓ ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ସଜୀବ ଓ ପବିତ୍ର ବଳି ରୂପେ ଉତ୍ସର୍ଗ କର। ବଳି ମାନେ ତ୍ୟାଗ ଦେବା, ବଳି ଦେଲା, ମୁଁ ବଳି ଦେବି, ମୁଁ ଛାଡ଼ିଦେବି। ତ ନିଜେ ନିଜକୁ ଆମେମାନେ ପରିତ୍ୟାଗ କରୁ, ଆମମାନଙ୍କର ଶରୀରକୁ ଆମମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେବା ନିମନ୍ତେ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରୁ ଏବଂ ସେଇଥିରେ ଆମମାନଙ୍କର ନିମନ୍ତେ ଆଶୀର୍ବାଦ ରହିଅଛି। ଈଶ୍ୱରଙ୍କର ନିକଟରେ ଯଦି ଆମେ ଚିନ୍ତା କରୁ, ପବିତ୍ର ମଧ୍ୟ ମୁଁ ଈଶ୍ୱରଙ୍କ ନିମନ୍ତେ ନିଜକୁ ଦେଇନେବି, ତାହେଲେ ମୁଁ ପାଇବ।
କିଛି ଉପଭୋଗ କରିବାକୁ ପାରିବି ନାହିଁ, ମୋର କିଛି ଆଉ କରିବ ନାହିଁ। ପ୍ରିୟ ବନ୍ଧୁଗଣ, ଆମେମାନେ ଆମମାନଙ୍କର ଶରୀର এই ଜୀବନଠାରେ ବଳିବା ତାହାଙ୍କ ନିମନ୍ତେ ବଞ୍ଚିବା ଦ୍ୱାରା ଜୀବନର ପ୍ରକୃତ ଆନନ୍ଦ ଓ ଶାନ୍ତି ଉପଭୋଗ କରିବାକୁ ପାରେ। ଆଜି ଜଗତମାନଙ୍କୁ ବୁଲାଇ ବ୍ୟଭିଚାର କରିବା ଦ୍ୱାରା, ନାନା ପ୍ରକାର ନିଶା ସେବନ କରିବା ଦ୍ୱାରା, ନାନା ପ୍ରକାର ରଙ୍ଗରସରେ এই ସମସ୍ତ ଆନନ୍ଦ ଅଛି, ଏହା ଉପଭୋଗ, କିନ୍ତୁ ନୁହେଁ ବନ୍ଧୁଗଣ, ଏହା ଆମମାନଙ୍କୁ ବିନଷ୍ଟ ଆଡ଼କୁ ନେଇକି ଯାଇଥାଏ। ଏହା ଦେଖିବାକୁ ସୁନ୍ଦର ଦିଶେ, ଏଥିରେ ଆରମ୍ଭରେ ଆନନ୍ଦ ମିଳେ, ଏହାର ଶେଷରେ ବୃଦ୍ଧି ଅଛି, ବିନଷ୍ଟ ଅଛି। କିନ୍ତୁ ପ୍ରକୃତ ଆନନ୍ଦ, ଶାନ୍ତି, ପରିତୃପ୍ତି ପ୍ରଭୁଙ୍କ ଠାରେ ଆମମାନଙ୍କ ଶରୀରକୁ ସଜୀବ ରୂପେ ପରିସରକୁ ଉତ୍ସର୍ଗ କରିବା, ଅର୍ଥାତ୍ ଆମମାନଙ୍କର ସ୍ୱାର୍ଥ ନିମନ୍ତେ, ଏହି ଜଗତ ନିମନ୍ତେ ନିଜର ଶରୀରକୁ ବ୍ୟବହାର ନ କରି, ଜଗତ ନିମନ୍ତେ ଅର୍ଥାତ୍ ଜଗତର ଯେତିକି ମନ୍ଦ କାର୍ଯ୍ୟ ରହିଅଛି, এই ଜଗତ ଯାହାକୁ ଆନନ୍ଦ ବୋଲି କୁହେ, ଆଜି ସବୁଠାରୁ ବଡ଼ ଆନନ୍ଦ ମନୁଷ୍ୟର ହେଉଛି ବ୍ୟଭିଚାର, ସ୍ୱଚ୍ଛାଚାରିତା। ମୋ ଇଚ୍ଛା ମୁତାବକ ମୋତେ ଯାହା ଇଚ୍ଛା ମୁଁ ତାହା କରିବି, ସେଥିରେ ବଡ଼ ଆନନ୍ଦ ଅଛି। ତୁମେ କାହିଁକି ମୋତେ ବାଧା ଦେଉଛ? ପ୍ରିୟ ବନ୍ଧୁଗଣ, ଆଜି ଜଗତର ମନ୍ଦ ଚିନ୍ତାଧାରା, ଶୈତାନର ଚିନ୍ତାଧାରା, ଜାଗତିକ ବିଷୟ ସବୁ ଗାଲାତୀୟ 5:19-21 ମଧ୍ୟରେ ଆପଣମାନେ ପଢ଼ିବେ, ଅତି ସ୍ପଷ୍ଟ ଭାବରେ ସେସବୁ ଲେଖା ଦିଆଯାଇଛି। ତାହା ହେଉଛି ଶାରୀରିକ, ଜାଗତିକ। ଏହି ସମସ୍ତ ନିମନ୍ତେ ନିଜର ଶରୀରକୁ ଉତ୍ସର୍ଗ ନ କରି ଆମେ ପ୍ରଭୁଙ୍କର କାର୍ଯ୍ୟକୁ ମଧ୍ୟ ନିଜକୁ ଉତ୍ସର୍ଗ କରିବା, ସଜୀବ ଅର୍ଥାତ୍ ସକ୍ରିୟ ମଧ୍ୟ, ନିର୍ଜୀବ ନୁହେଁ, ନିଷ୍କ୍ରିୟ ନୁହେଁ। ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ଆମେ ସକ୍ରିୟ ହେବା, ସଜୀବ ହେବା ଏବଂ ପବିତ୍ର, ସଜୀବ ଏବଂ ପବିତ୍ର, ଏହା ଈଶ୍ୱରଙ୍କଠାରେ ସୁଗ୍ରାହ ଅଟେ। ପବିତ୍ରତା ହେଉଛି ଈଶ୍ୱରଙ୍କ ଅନୁଯାୟୀ କାର୍ଯ୍ୟ କରିବା, ଈଶ୍ୱର ଦେଇଥିବା ଉଦାହରଣ ଦେଖି ଆଦର୍ଶ ଅନୁକରଣ କରିବା। ଈଶ୍ୱରୀୟ ଆଦର୍ଶମାନଙ୍କୁ ଦେଖାଇଅଛନ୍ତି, ପ୍ରଭୁ ଯୀଶୁଙ୍କ ଆଦର୍ଶମାନଙ୍କୁ ଦେଖାଇଅଛନ୍ତି, ଯେଉଁ ଜୀବନ ସେ ଆମମାନଙ୍କୁ ଦେଖାଇଅଛନ୍ତି, ଆମେମାନେ ତାହାର ଅନୁକରଣ କରିବା। ଈଶ୍ୱର ପବିତ୍ର ଅଟନ୍ତି, ଈଶ୍ୱରଙ୍କର ବାକ୍ୟ ପାଳନ କରିବା ହେଉଛି ପବିତ୍ର। ଈଶ୍ୱରଙ୍କର ବିରୁଦ୍ଧରେ ଯିବା ଅପବିତ୍ରତା କ'ଣ ଅଟେ? ଅର୍ଥାତ୍ ବାରମ୍ବାର ନିଜକୁ ଦୂରେଇ ଈଶ୍ୱରଙ୍କ ନିକଟକୁ ଆସିବା, ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା, ତାହା ହେଉଛି ପବିତ୍ରତାର ଜୀବନ। ଏବଂ ଏହି ପ୍ରକାର ଜୀବନ ଆମେମାନେ ନିଜ ଶରୀରକୁ ଈଶ୍ୱରଙ୍କର ନିମନ୍ତେ ବଳି ସ୍ୱରୂପେ ଉତ୍ସର୍ଗ କରିବା ଏବଂ ପବିତ୍ରତାର ଜୀବନଯାପନ କରିବା, ତାହେଲେ ଆମେମାନେ ଈଶ୍ୱରକୁ ଉପାସନା କରୁ। ଏହା ହେଉଛି ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ପବିତ୍ର ମନ୍ଦିରକୁ ଆସି ଈଶ୍ୱରଙ୍କର ଉଦ୍ଦେଶ୍ୟରେ ହାଲେଲୁୟା ହାଲେଲୁୟା ପ୍ରଶଂସା ଗାନ କରି ଘଣ୍ଟା ଘଣ୍ଟା ପ୍ରେଜ୍ ଦ ଲର୍ଡ କରି ଆମେ ଚିନ୍ତା କଲେ ପ୍ରଭୁ ସେଥିରେ ଖୁସି ହୁଅନ୍ତି ନାହିଁ। ତାହା ଈଶ୍ୱରଙ୍କର ଉପାସନା ନୁହେଁ। ତାହେଲେ କୋଉ ବିଷୟ ଈଶ୍ୱରଙ୍କର ଉପାସନା? ଈଶ୍ୱରଙ୍କର ନିମନ୍ତେ ଆମେମାନେ ନିଜକୁ ସଜୀବ ପବିତ୍ର ବଳି ସ୍ୱରୂପ ଉତ୍ସର୍ଗ କରିବା, ନିଜ ପାଇଁ ମୋତେ ବଞ୍ଚିବା ପାଉଲ ଗାଲାତୀୟ 2:20 କହିଲେ, ମୁଁ ଆମକୁ ମାତ୍ର ଖ୍ରୀଷ୍ଟ ବଢା। এই ପ୍ରକାର ଉପାସନା ପ୍ରଭୁ ଆମମାନଙ୍କର ଆଶା କରନ୍ତି ଏବଂ ଯୁକ୍ତିଯୁକ୍ତ ଉପାସନା ବୋଲି କହୁଛନ୍ତି। ତାହେଲେ এই যে ଯୁକ୍ତିଯୁକ୍ତ ଉପାସନା କି ପ୍ରକାର କରିବା, ତାହା ମଧ୍ୟ ଏହି ସ୍ଥାନରେ ଅତି ସ୍ପଷ୍ଟ ଭାବରେ ପ୍ରେରିତ ପାଉଲ ଆମମାନଙ୍କ ନିମନ୍ତେ ଲିପିବଦ୍ଧ କରିଅଛନ୍ତି। ପ୍ରେରିତ ପାଉଲ ଲେଖିଛନ୍ତି ପତ୍ର ରୋମିଓ ମଣ୍ଡଳୀ ନିକଟକୁ, କିନ୍ତୁ ପବିତ୍ର ଆତ୍ମା ଆପଣମାନଙ୍କ ନିକଟକୁ, ମୋ ନିକଟକୁ, ସାରା ପୃଥିବୀର ମଣ୍ଡଳୀ ନିକଟକୁ, ସେଇ ସମ୍ପୂର୍ଣ୍ଣ ମଣ୍ଡଳୀ ନିକଟକୁ ଲେଖିଅଛନ୍ତି, ପ୍ରଭୁ ଈଶ୍ୱର ଲେଖିଅଛନ୍ତି। ସେଥିପାଇଁ ଆମେ ଏହାକୁ ଯତ୍ନ ସହକାରେ ଗ୍ରହଣ କରିବା ଏବଂ ଏହି ଜଗତର ରୀତିନୀତି ଧାରାବାହିକ ଧାର୍ମିକତାକୁ ପ୍ରଥମ ସ୍ଥାନ ନ ଦେଇ
ଅନ୍ତରର ଶୁଦ୍ଧତା, ଅନ୍ତର ସହିତ ପ୍ରଭୁଙ୍କର ସେବା ଆରାଧନା, ଏହା କହିବାରେ ପ୍ରଥମ ସ୍ଥାନ ଦେବା, ଯାହା ପ୍ରଭୁଙ୍କର ନିକଟରେ ଗ୍ରହଣୀୟ। ତୁମେମାନେ ଏହି ଜଗତର ବର୍ତ୍ତମାନ ଜୀବନର ଅନୁଭୂତି ହୁଅ ନାହିଁ। କିପରି ଭାବରେ ଆମ୍ଭେମାନେ ପ୍ରଭୁଙ୍କ ନିକଟରେ ସୁଗ୍ରାହ ବଳି ସ୍ୱରୂପ ପାରିବା, କିପରି ସଜୀବ ବଳି ସ୍ୱରୂପ ଆମେ ପ୍ରଭୁଙ୍କ ନିକଟରେ ଆମର ଶରୀର କରିବା, କିପରି ପବିତ୍ରତାରେ ଆଚରଣ କରିବା, ବ୍ୟବହାରିକ ଭାବରେ ତାହା ଏହି ପଦଗୁଡ଼ିକରେ ଆମେ ଦେଖିବାକୁ ପାରିବା। ତୁମେମାନେ ବର୍ତ୍ତମାନ ଜୀବନ ଅନୁଭୂତି ହୁଅ ନାହିଁ, କିନ୍ତୁ ଯେପରି ତୁମେମାନେ ଈଶ୍ୱରଙ୍କର ଇଚ୍ଛା କ'ଣ ଅର୍ଥାତ୍ ଉତ୍ତମ ସୁଗ୍ରାହ ଓ ସିଦ୍ଧ ବିଷୟ, ଈଶ୍ୱରଙ୍କର ଇଚ୍ଛା ଉତ୍ତମ ଅଟେ। ଈଶ୍ୱରଙ୍କର ଇଚ୍ଛା ଉତ୍ତମ ଅଟେ, ଏହା କାହାର ଅନୁକୂଳ ଚାହେଁ ନାହିଁ। ଈଶ୍ୱରଙ୍କର ଇଚ୍ଛା ଉତ୍ତମ ଅଟେ। ଆମ୍ଭେମାନେ ଯଦି ତାହା ଚାହିଁବା, ଆମ୍ଭେମାନେ ସମସ୍ତଙ୍କର ମଙ୍ଗଳ ଚାହିଁବା, ସମସ୍ତଙ୍କର ଉତ୍ତମ ଚାହିଁବା। ନିଜର ମଙ୍ଗଳ, ନିଜର ଭାଇ ଭଉଣୀ ପରିଜନଙ୍କର ମଙ୍ଗଳ, ବାକି ଲୋକେ ସେଆଡ଼େ ଯାଆନ୍ତି। ଜମି ବାହାର କରିବା ସମୟରେ ମୋତେ ଟିକେ ଅଧିକା ମିଳିଯାଉ, এই প্রকার উত্তম, যাহা ঈশ্বর উত্তম অর্থাৎ তাহার ইচ্ছা উত্তম অটে। অর্থাৎ আমাদেরকে তাহার ইচ্ছা করার ক্ষেত্রে আমাদের উত্তম বিষয় অচল সুগ্রাহ, ঈশ্বরের পরিকল্পনা যাহা সুগ্রাহ অটে, সমস্ত মধ্যে সুগ্রাহ। এই জগতের লোকମାନେ ଈଶ୍ୱରଙ୍କର ଉତ୍ତମତାକୁ ଗ୍ରହଣ କରିବା ନିମନ୍ତେ ଇଚ୍ଛା କରେ ନାହିଁ। ଜଗତ ପ୍ରଭୁଙ୍କୁ ଗ୍ରହଣ କରେ ନାହିଁ, କାରଣ ସେମାନଙ୍କର ଭୁଲ କାର୍ଯ୍ୟରେ ଏହା ବାଧା ଉତ୍ପନ୍ନ କରେ। ଯେଉଁମାନେ ଭୁଲ କାର୍ଯ୍ୟ କରନ୍ତି, ସେମାନେ ଭୁଲ କାର୍ଯ୍ୟ କରିବାକୁ ପାରିବେ ନାହିଁ। ସେମାନେ ଚାହାନ୍ତି ତୁମେ ମଧ୍ୟ ଆମମାନଙ୍କ ସହିତ ସାମିଲ ହୁଅ, ତାହେଲେ ଆମେମାନେ ଆମଙ୍କର ସ୍ୱାର୍ଥ ସିଦ୍ଧି କରିବାକୁ ପାରିବା। ଆମେ ଭୁଲ କରୁଛେ, ତୁମେ ଯଦି ଧାର୍ମିକ ଦେଖାଇ ହେଲ ନିଜକୁ, ତେଣୁ ଆମମାନଙ୍କ କାର୍ଯ୍ୟରେ ବାଧା ଆସିବ। ସେଥିପାଇଁ ଲୋକମାନେ ପସନ୍ଦ କରନ୍ତି। କିନ୍ତୁ ଈଶ୍ୱରଙ୍କ ନିକଟରେ ଆମେ ସୁଗ୍ରାହ, ଈଶ୍ୱରଙ୍କ ଲୋକମାନଙ୍କ ନିକଟରେ ଆମେ ସୁଗ୍ରାହ ଓ ସିଦ୍ଧ ବିଷୟ କଣ? ଈଶ୍ୱରଙ୍କ ନିକଟରେ ସିଦ୍ଧ ବିଷୟ କଣ? ତ ଆମ୍ଭେମାନେ କେବଳ ବାଳକ ଉଚ୍ଚାରକ ଏପରି ନୁହଁ, କେବଳ ସମସ୍ତ ବିଶ୍ୱାସ ନିମନ୍ତେ ଏହା ଅଟେ। ମଣ୍ଡଳରେ ଥିବା ସମସ୍ତ ଖ୍ରୀଷ୍ଟାଶ୍ରିତ ଭାଇମାନଙ୍କ ନିମନ୍ତେ, ପୁଅମାନଙ୍କ ନିମନ୍ତେ, ସମସ୍ତ ବିଶ୍ୱାସୀମାନଙ୍କ ନିମନ୍ତେ ଅଟେ। ଅର୍ଥାତ୍ ଉତ୍ତମ ସୁଗ୍ରାହ ଓ ସିଦ୍ଧ ବିଷୟ କଣ? ଅନେକ ସମୟ ଆମେ ସାଲିସ କରୁ, ମନ୍ଦ ବିଷୟକୁ ମଧ୍ୟ ଆମେ ଗ୍ରହଣ କରୁ। କାହିଁକି ନା ଆମମାନଙ୍କର ପରିବାର ମଧ୍ୟରେ ଅଛି, ନିଜ ମଧ୍ୟରେ ଅଛି। ସେଥିପାଇଁ ଆମେ ଅଣଦେଖା କରୁ ମନ୍ଦ ବିଷୟକୁ, ମନ୍ଦ ସହିତ ସାଲିସ କରୁ ଉତ୍ତମ ବିଷୟ ଏବଂ ସୁଗ୍ରାହ। ଆଜି ମଣ୍ଡଳରେ ପାଳନ ଠାରୁ ଆରମ୍ଭ କରି ଅନେକ ବିଶ୍ୱାସ ନେଇ ଅନ୍ୟମାନଙ୍କ ନିକଟରେ ଅପ୍ରିୟ ଭାବେ ଇଚ୍ଛା କରନ୍ତି। ପ୍ରଭୁ ମାନଙ୍କୁ କହନ୍ତି, ଯେଉଁମାନେ ଈଶ୍ୱରଙ୍କର ଲୋକ ସେମାନଙ୍କଠାରେ ପ୍ରିୟ ହୁଅ, ଈଶ୍ୱରଙ୍କଠାରେ ପ୍ରିୟ ହୁଅ। ଏଥି ନିମନ୍ତେ ତୁମମାନଙ୍କୁ ପାପୀମାନଙ୍କ ନିକଟରେ ଯଦି ଅପ୍ରିୟ ହେବାକୁ ହବ, ତାହେଲେ ମଧ୍ୟ ତୁମେ ତାହା କର। କିନ୍ତୁ ଆଜି ଆମେ କଣ କରିବା? ସମସ୍ତଙ୍କ ନିକଟରେ ପ୍ରିୟ ହେବାକୁ ଇଚ୍ଛା କରିବା। ଆମେ ଦୁଇଟି ନିକଟରେ ସେବା କରିବାକୁ ପାରିବା ନାହିଁ। ପ୍ରଭୁଙ୍କର ନିମନ୍ତେ, ସତ୍ୟ ନିମନ୍ତେ ଯଦି ଆମେ ଠିଆ ହେବା, ଅସତ୍ୟରେ ଆଚରଣକାରୀମାନଙ୍କ ନିମନ୍ତେ ଆମେ ବାଧା ସ୍ୱରୂପ ହେବା। ସେମାନେ ଆମକୁ ଭଲ ପାଇବେ ନାହିଁ, କିନ୍ତୁ ସେମାନେ ଭଲ ପାଉନାହାନ୍ତି ବୋଲି ନାହିଁ। ସମସ୍ତଙ୍କୁ ସହିତ ମୁଁ ଭଲ ହେବି, ହଁ ସେ ଯାହା ସେ ଯାହା ମଣ୍ଡଳୀ ମଧ୍ୟରେ ପାପ ରହିଲେ ମଧ୍ୟ ଠିକ୍ ଅଛି, ପରିବାର ମଧ୍ୟରେ ପାପ ରହିଲେ ଠିକ୍ ଅଛି, କାହିଁକି ମୁଁ ଅପ୍ରିୟ ହେବି? ଏହା ଭୁଲ ବିଷୟ ଅଟେ। ଆମ୍ଭେମାନେ ସଦାସର୍ବଦା ଏହା ଉତ୍ତମ, ଏହା ସୁଗ୍ରାହ
এবং যাহা সিদ্ধ বিষୟରେ এই শিক্ষণଙ୍କର ବିଶ୍ୱାସ ସିଦ୍ଧ ପାଠ এই ଶିକ୍ଷଣଙ୍କର ନିକଟରେ ଆମେ ସିଦ୍ଧତାରେ ଆଚରଣ କରିବା ଏବଂ ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା ଜଗତ এই ପ୍ରକାର ଏଥିପାଇଁ ଏହା ପରୀକ୍ଷା ବୋଲି ଜାଣିବାର ସେଥିପାଇଁ ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହେବ ତୁମମାନଙ୍କର ଅନ୍ତରରେ ପବିତ୍ର ଆତ୍ମା ଦେଇଅଛନ୍ତି ସେ ନୂତନ ସ୍ୱଭାବ ଦେଇଅଛନ୍ତି ତୁମର ପୁରାତନ ସ୍ୱଭାବ ଏ ଶରୀରରେ ତୁମମାନେ ପାପମୟ ଅଟେ ଏ ପର୍ଯ୍ୟନ୍ତ ପ୍ରଭୁ ଏ ପାପମୟ ଶରୀରରୁ ବିଶ୍ୱାସ ମାନଙ୍କୁ ଉଦ୍ଧାର କରିନାହାନ୍ତି ଯେଉଁଦିନ ପ୍ରଭୁ ଆସିବେ ସେଇଦିନ ସେମାନେ ସମସ୍ତେ ଏହି ପାପମୟ ଶରୀରରୁ ଉଦ୍ଧାର ପାଇବେ ସେଇଦିନ ପାପ ସେମାନଙ୍କୁ ସ୍ପର୍ଶ କରିବ ନାହିଁ ସେମାନେ ନୂଆ ଶରୀର ପ୍ରାପ୍ତ ହେବେ ଗୌରବମୟ ଶରୀର ପ୍ରାପ୍ତ ହେବେ କିନ୍ତୁ ଏହି ଜଗତରେ ଥିବା ସମୟରେ ପାପର ପ୍ରଲୋଭନ ପାପର ଉପସ୍ଥିତି ସେମାନଙ୍କ ସହିତ ଅଛି ତ ପବିତ୍ର ଆତ୍ମା ଆମମାନଙ୍କର ବିଶ୍ୱାସୀମାନଙ୍କର ଅନ୍ତରରେ ଅଛନ୍ତି ସେଥିପାଇଁ ସଦାସର୍ବଦା ପବିତ୍ର ଆତ୍ମାଙ୍କର ଇଙ୍ଗିତ ପବିତ୍ର ଆତ୍ମାଙ୍କର ଇଚ୍ଛା ଆମେ ବାକ୍ୟ ପାଠ କରିବା ଦ୍ୱାରା ବୁଝିବାକୁ ଚେଷ୍ଟା କରିବା ଈଶ୍ୱରଙ୍କର ବାକ୍ୟ ପାଠ କରିବା ସମୟରେ ପବିତ୍ର ଆତ୍ମା ଆମମାନଙ୍କର ଅନ୍ତରରେ କାର୍ଯ୍ୟ କରନ୍ତି ଆମମାନଙ୍କୁ ସତ୍ୟ ପଥ ଦେଖାନ୍ତି ଆମେମାନେ ସ୍ପଷ୍ଟ ଭାବରେ କେଉଁ ବିଷୟ ଭୁଲ ଅଟେ ଆଉ କେଉଁ ବିଷୟ ଭଲ ଅଟେ ତାହା ବାଛିପାରିବା ମନ୍ଦ ଏବଂ ଉତ୍ତମତା ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ପାରିବା ଈଶ୍ୱର ଏବଂ ଶୈତାନ ମଧ୍ୟରେ ପାର୍ଥକ୍ୟ ଆମେ ଜାଣିବାକୁ ପାରିବା ସେଥିପାଇଁ ଆମେମାନେ ଏହି ନୂତନ ଆତ୍ମା ନୂତନ ସ୍ୱଭାବ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ତାହାଙ୍କର ଦ୍ୱାରା ଆମେ ପରିବର୍ତ୍ତିତ ହେବା ପ୍ରତ୍ୟେକ ବିଶ୍ୱାସରେ ଆମେ ଏଥିପାଇଁ ସଚେତନ ହୋଇ ନିଜ ନିଜକୁ ପରିବର୍ତ୍ତିତ କରିବା ଜଗତ ସହିତ ସାଲିସ କରିବା ଜଗତ ସହିତ ମିଶିବା ନାହିଁ କିନ୍ତୁ ପ୍ରଭୁ ଯେଉଁ ଆତ୍ମା ଦେଇଛନ୍ତି ଆପଣ ସେ କି ପ୍ରକାର କହୁଛନ୍ତି ଆମେ ସେ ପ୍ରକାର ଆମେ କ'ଣ କରିବା ନା ପ୍ରଭୁଙ୍କର ଇଚ୍ଛା ନିଜକୁ ନୂତନ କରିବା ଏବଂ ପ୍ରଭୁଙ୍କ ପାଇଁ ବଞ୍ଚିବା ନିମନ୍ତେ ଆମେ ସାହାଯ୍ୟ କରିବା ଚେଷ୍ଟା କରିବା ପ୍ରିୟ ବନ୍ଧୁଗଣ ପୁଣି ଥରେ ଆପଣମାନଙ୍କୁ ସ୍ମରଣ କରିବା ଆମମାନଙ୍କର ଏହି ପ୍ରଚେଷ୍ଟା ଯଦି ଆମେ ନିଜକୁ ସ୍ୱୟଂ ପରିଶ୍ରମରେ ଈଶ୍ୱରଙ୍କର ଇଚ୍ଛା କ'ଣ ତାହା ଯଦି ଆମେ ଚିନ୍ତା କରୁଅଛୁ ପରୀକ୍ଷା କରୁଅଛୁ ତାହା ପାଳନ କରୁଅଛୁ ଏହି ସମସ୍ତ ମାନଙ୍କୁ ସ୍ୱର୍ଗକୁ ନେବ ଏହା ଆମକୁ ସ୍ୱର୍ଗ ପାଇଁ ଟିକେଟ୍ ଦେବ ନାହିଁ ସ୍ୱର୍ଗ ପ୍ରାପ୍ତି ନିମନ୍ତେ ଈଶ୍ୱରଙ୍କ ନିକଟରେ ଗ୍ରହଣ ହେବା ନିମନ୍ତେ ଆମମାନଙ୍କୁ ଗ୍ରହଣ କରିବେ କିନ୍ତୁ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହରେ ଆମେ ଉଦ୍ଧାର ଆମମାନଙ୍କର କାର୍ଯ୍ୟ ଦ୍ୱାରା ନୁହେଁ କିନ୍ତୁ ଆମେମାନେ ଯେଉଁମାନେ ପରିତ୍ରାଣ ପ୍ରାପ୍ତ ଯେଉଁମାନଙ୍କର ଅନ୍ତରରେ ପବିତ୍ର ଆତ୍ମା ବାସ କରେ ଏ ସମୟରେ ସମସ୍ତେ ଏହି କାର୍ଯ୍ୟ କରିବେ এই জগৎ সত্য সালিস করে বলে জগতের অনুরূপী হবে নাই কিন্তু পবিত্র আত্মা সেই সময় লোকমান বলছেন এই বর্তমান জগতের অনুরূপী বলে সেই সময় জগৎ পাপময় ছিল বর্তমান মধ্যে জগৎ পাপময় হবে বর্তমান জগৎ হয়তো আমাদের অধিক পাপময় হবে ସେଥିପାଇଁ ଆମେମାନେ ସତର୍କତାର ସହ ପ୍ରଭୁଙ୍କ ନିମନ୍ତେ ବଞ୍ଚିବା କାରଣ ମୋତେ ଅନୁଗ୍ରହ ତୁମମାନଙ୍କ ମଧ୍ୟରେ ଥିବା ତିନି ପଦ ପ୍ରତ୍ୟେକ ଜଣକୁ କହୁଛି ଆପଣା ବିଷୟରେ ଯେପରି ମନେ କରିବା ଉଚିତ ତାହାଠାରୁ ଆପଣଙ୍କୁ ଅଧିକ ମନେ ନ କର ଏ ପରବର୍ତ୍ତୀ ପଦଗୁଡ଼ିକରେ ଏହା ଲେଖା ଅଛି ଯେ ପ୍ରଭୁ ଯେଉଁ ଜ୍ଞାନ ତତ୍ତ୍ୱ ଦେଇଅଛନ୍ତି ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ ପ୍ରଭୁ ଦାନ ଦେଇଅଛନ୍ତି ଆମେମାନେ ସମସ୍ତେ ବିନା ଦାନରେ ଦମୁ ଆମମାନଙ୍କୁ ଚିହ୍ନିବାକୁ ପ୍ରଭୁ ଆମମାନଙ୍କୁ କି ଦାନ ଦେଇଅଛନ୍ତି କାହାକୁ ଶିକ୍ଷା ଦେବା ପାଇଁ କାହାକୁ ବିଶ୍ୱାସର ସମାଧାନ କରିବା ନିମନ୍ତେ ଶିକ୍ଷା ଦେବା ପାଇଁ ଉପଦେଶ ଦେବା ପାଇଁ କାହାକୁ ସେବା କରିବା ପାଇଁ କାହାକୁ ପରିଚର୍ଯା କରିବା ପାଇଁ ଏ ପ୍ରକାର ବିଭିନ୍ନ ଦାନ ସବୁ
উত্তম দান প্রভু আমাকে দিয়েছেন। তো আমার প্রভু যদি দান দিয়েছেন তাহলে আমি নিজকে বড় বলে মনে করিবা নাকি? ମାତ୍ର ଆମମାନଙ୍କ ସ୍ଥାନ ଗ୍ରହଣ ଆମେ ଉତ୍ତମ ଭାବରେ ବୁଝିବା। ଆମେମାନେ ଆମେ ଉଦ୍ଧାର ପାଇଅଛୁ, ଆମର ଭାଇଭଉଣୀମାନେ ସମସ୍ତେ ସେମାନେ ମଧ୍ୟ ଉଦ୍ଧାର ପାଇଅଛନ୍ତି। ଆମେ ସମସ୍ତେ ସମାନ ପ୍ରଭୁ ଆମମାନଙ୍କୁ ତାଙ୍କର ସେବା ନିମନ୍ତେ ତାଙ୍କର କାର୍ଯ୍ୟ ନିମନ୍ତେ ତାଙ୍କର ରାଜ୍ୟ ନିମନ୍ତେ ବିଭିନ୍ନ କାର୍ଯ୍ୟ ଦେଇଅଛନ୍ତି। ଆମେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କରନ୍ତୁ, ଅର୍ଥାତ୍ ଯେଉଁମାନେ ହାତ ଅଛନ୍ତି ହାତର କାର୍ଯ୍ୟ କରନ୍ତୁ, ଯେଉଁମାନେ ଆଙ୍ଗୁଠି ସେମାନେ ଆଙ୍ଗୁଠିର କାର୍ଯ୍ୟ କରନ୍ତୁ, ଯେଉଁମାନେ ପାଦ ସେମାନେ ପାଦର କାର୍ଯ୍ୟ କରନ୍ତୁ। ଏହି ପ୍ରକାର ଭାବରେ ଆମମାନଙ୍କର ମସ୍ତିଷ୍କ ପ୍ରଭୁ ଶ୍ରୀକୃଷ୍ଣ ଆମମାନଙ୍କର ମସ୍ତକ ମଣ୍ଡଳୀର ମସ୍ତକ ଆମମାନଙ୍କର ଶରୀରକୁ ପରିଚାଳିତ କିଏ କରିଥାଏ? ଆମମାନଙ୍କର ମସ୍ତକ କରିଥାଏ। ପ୍ରଭୁ ଶ୍ରୀକୃଷ୍ଣଙ୍କର ଇଙ୍ଗିତ ବା ପ୍ରଭୁ ଶ୍ରୀକୃଷ୍ଣଙ୍କର ଇଚ୍ଛା ପାଳନ କରିବା ପାଇଁ ଆମେ ସଦା ସର୍ବଦା ପ୍ରକୃତ କରିବା ଏବଂ ଗର୍ବିତ ମନେ କରିବା ନାହିଁ, ଗର୍ବ ଅଯଥା ଗର୍ବ କରିବା ନାହିଁ। ମୁଁ ଶିକ୍ଷାରେ ଜାଣେ, ଅନ୍ୟ କେହି ଶିକ୍ଷାରେ ଜାଣନ୍ତି ନାହିଁ, ସତ ହେଇଥାଇପାରେ, ସତ ହେଇଥାଇପାରେ, ଅନ୍ୟମାନେ ଶିକ୍ଷାରେ ଜାଣେ ନାହିଁ, ମୁଁ ଶିକ୍ଷାରେ ଜାଣେ। নম্র সহকারে এଥିପାଇଁ ଗର୍ବ ମନେ ନ କରି নম্রତାର ଶିକ୍ଷା ଦେବି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବା ନିମନ୍ତେ ଶିଖାଇବି। ଅନ୍ୟମାନଙ୍କୁ ତାଚ୍ଛଲ୍ୟ କରି ମୁଁ ବଡ଼ ସ୍ଥାନ ପାଇବି, ଏହା ଠିକ ନୁହେଁ। ମୁଁ ଶିକ୍ଷା ଦେବି, ମୁଁ ଶିକ୍ଷା ଦେଇ ଜଣେ ଅନ୍ୟମାନେ ଦିଅନ୍ତି ନାହିଁ, ସେଥିପାଇଁ ମୋତେ ବଡ଼ ସ୍ଥାନ ମିଳେ। ମୁଁ ଏଠି ବସିବି, ମୋତେ ବଡ଼ ସ୍ଥାନ ଦିଆହେବ ନାହିଁ। ଯିଏ ଉପଦେଶ ଦେବି ବାକି ସମସ୍ୟା ସମାଧାନ କରିପାରେ, ସେ ଗର୍ବ ଅନୁଭବ କରି ମୁଁ କଥା କହିଲେ ମଣ୍ଡଳୀ ନାହିଁ, ଆଉ ସେ ମଣ୍ଡଳୀ ମୁଁ ଯିବି ନାହିଁ, ସମସ୍ତଙ୍କର ମତ ସମାନ ନୁହେଁ। ଅନେକ ସମୟରେ ଉତ୍ତମ କଥା ମଧ୍ୟ ଲୋକମାନେ ଗ୍ରହଣ କରିପାରନ୍ତି ନାହିଁ, କିନ୍ତୁ ସମୟ ଆସିବ ପ୍ରଭୁ ସେମାନଙ୍କ ମନରେ କଥା ସେମାନେ ଗ୍ରହଣ କରିବେ। ତ ମୁଁ ମୋର କାର୍ଯ୍ୟ କରିବି। ପ୍ରଭୁ ଯେଉଁ ଜ୍ଞାନ ମୋତେ ଦେଇଅଛନ୍ତି, ଯେଉଁ ଦକ୍ଷତା ଦେଇଅଛନ୍ତି, ତାହା ମୁଁ ମଣ୍ଡଳୀର ସେବା ନିମନ୍ତେ ବ୍ୟବହାର କରିବି, ନିଜ ଘରକୁ ମଧ୍ୟ ନୁହେଁ। ଅତି ସ୍ପଷ୍ଟ ଭାବରେ ପ୍ରେରିତ ଭାବ ତାହା କହୁଥିଲା। ତାହା ଏହି ପ୍ରକାର ଭାବରେ ମଣ୍ଡଳୀର ସେବା କରିବା ନିମନ୍ତେ ନିଜକୁ ଶୃଙ୍ଖଳା ବଳିଷ୍ଠ ରୂପେ ଉତ୍ସର୍ଗ କରିବି। ଯାହା ମନ୍ଦ ତାହା କ୍ଷମା କର, ଯାହା ଉତ୍ତମ ସେଥିରେ ଆସକ୍ତ ହୁଅ, ମନ୍ଦ ବିଷୟ ପରିତ୍ୟାଗ କର, ସର୍ବସାକ୍ଷାତରେ ଏହା ମନ୍ଦ ବୋଲି ପ୍ରକାଶ କର ଏବଂ ସେହି ମନ୍ଦତା ଠାରୁ ଆମର ଦୂରେଇ ଯିବା। ସେଥିପାଇଁ ନିଜେ ଚେଷ୍ଟା କରିବେ ମୋର ମଣ୍ଡଳୀର ଭାଇ ଭଉଣୀମାନଙ୍କୁ ଉତ୍ସାହ ପ୍ରଦାନ କରିବେ। ମନ୍ଦତାକୁ ଆମେ ପ୍ରଶ୍ରୟ ଦେବା ନାହିଁ। ଏ ମଣ୍ଡଳୀ ନିମନ୍ତେ ବହୁତ ଟଙ୍କା ପଇସା ଦିଏ, ଆଉ ସେ ମାନ୍ୟ କରନ୍ତି, ତାର ଭୁଲ ହେଉଛି କିପରି ତାକୁ କହିବାରେ ସେ ସମ୍ବାଦକୁ ଯେ ପାଳକ ବ୍ୟାଙ୍କ୍ କହିବା ସମସ୍ତେ ଚୁପ୍ ରହିବା ନାହିଁ। ଯାହା ଭୁଲ ଆମେ ମନ୍ଦକୁ ମନ୍ଦ କହିବା ଦ୍ୱାରା ଆମେମାନେ ଆମମାନଙ୍କର ଭାଇ ଭଉଣୀମାନଙ୍କୁ ପ୍ରେମ କରୁଛୁ, ମଣ୍ଡଳୀକୁ ପ୍ରେମ କରୁଛୁ ଏବଂ ଖ୍ରୀଷ୍ଟଙ୍କର ଶରୀରକୁ ଆମେମାନେ ପରିଶୁଦ୍ଧ ରଖୁଅଛୁ, ପବିତ୍ର ରଖୁଅଛୁ। ଏହା ସଦା ସର୍ବଦା ସ୍ମରଣ ରଖିବା। ଭାତୃ ପ୍ରେମରେ ପରସ୍ପର ପ୍ରତି ସ୍ନେହଶୀଳ ହୁଅ, ସମାନରେ ପରସ୍ପରକୁ ନିଜଠାରୁ ଶ୍ରେଷ୍ଠ ଜ୍ଞାନ କର। ନିଜକୁ ଶ୍ରେଷ୍ଠ ଜ୍ଞାନ ନ କରି ଅନ୍ୟମାନଙ୍କୁ ପରସ୍ପରକୁ ନିଜଠାରୁ ଶ୍ରେଷ୍ଠ ଜ୍ଞାନ କର ଏବଂ ଭାତୃ ପ୍ରେମରେ ନିଷ୍କପଟ ହୁଅ। କୌଣସି ପ୍ରକାର କଟାକ୍ଷର ନ ହଉ, ମନ ଭିତରେ ଗୋଟିଏ ବାହାର ଗୋଟିଏ ନ ହଉ। ବାହାରେ ବସୁଥିବି, ଭିତରେ କେତେବେଳେ ସମୟ ପଡ଼ିଲେ ମୁଁ ପାଣି ଦେବି, ଏହି ପ୍ରକାର ଚିନ୍ତା ନ ହଉ। ହୃଦୟ ସହ ଆମେମାନେ କ୍ଷମା କରିବା, ପ୍ରାର୍ଥନା କରିବା। ପ୍ରଭୁ ପ୍ରାର୍ଥନା କରିଥାଉ ନା, ଏ ପ୍ରଭୁ ଆମେ ଯେପରି ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରୁ, ସେପରି ଆମମାନଙ୍କର ଅପରାଧ ସବୁ କ୍ଷମା କର। ଯଦି ଆମମାନଙ୍କର ଅପରାଧୀମାନଙ୍କୁ କ୍ଷମା କରୁନାହଁ,
ଯେଉଁମାନେ ଆମକୁ ଭଲ ପାଆନ୍ତିନି, ଯେଉଁମାନେ ଆମକୁ ପ୍ରତି ମନ୍ଦ କରନ୍ତି, ସେମାନଙ୍କୁ ଯଦି ଆମେ କ୍ଷମା ଦେଇପାରୁନାହୁଁ, ପ୍ରଭୁ ଆମକୁ ପାପ କେମିତି କ୍ଷମା କରିବେ? ଆମେ ନିଜେ ତ ପ୍ରାର୍ଥନା କରୁଅଛୁ ଯେ ଆମେ ଯେପରି କ୍ଷମା କରୁ ସେମିତି ଆମମାନଙ୍କୁ କ୍ଷମା କରୁ। ଯଦି ଆମେ କ୍ଷମା ଦେଉନାହୁଁ ତାହେଲେ କ୍ଷମା ମଧ୍ୟ ମିଳିବ ନାହିଁ। ଆମଙ୍କର ପ୍ରଭୁ ଯେଉଁ କ୍ଷମା ଆମକୁ ଦେଇଅଛନ୍ତି, ଆମଙ୍କର ସମସ୍ତ ପାପ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ପାପ ସମ୍ପୂର୍ଣ୍ଣ ଭାବରେ ପ୍ରଭୁ ଆମକୁ କ୍ଷମା କରିଛନ୍ତି। ଯଦି ପ୍ରଭୁ ଆମକୁ ଏହି ପ୍ରକାର ଭାବରେ କ୍ଷମା କରିଛନ୍ତି, ତାହେଲେ କାହିଁକି ଆମେ ପ୍ରଭୁକୁ ପ୍ରେମ କରିବା ନାହିଁ? କାହିଁକି ଆମେମାନେ ପରସ୍ପରକୁ କ୍ଷମା ଦେବା ନାହିଁ? ପ୍ରଭୁ ଆମକୁ ଏତେ ପ୍ରେମ, ଏତେ କ୍ଷମା କରିଛନ୍ତି, ଆମେମାନେ କାହିଁକି କ୍ଷମା ଦେବା ନାହିଁ? ପ୍ରଭୁଙ୍କର ପ୍ରେମର ଆଦର୍ଶରେ ଆମେ ଅନୁପ୍ରାଣିତ ହେବା। ଏଥିସହ ତାର 5 ପର୍ବ 1 ପଦ ଈଶ୍ୱରଙ୍କର ଅନୁକାରୀ ହେବ। ପ୍ରଭୁ ଯେପରି ଆମକୁ ପ୍ରେମ କଲେ ସେପରି ଆମେ ପରସ୍ପରକୁ ପ୍ରେମ କରିବା। ସେ ନିଃସ୍ୱାର୍ଥ ପ୍ରେମ କଲେ, ତାଙ୍କର କୌଣସି ସ୍ୱାର୍ଥର ସେ ଆମକୁ ପ୍ରେମ କରେ ନାହିଁ। ତାହେଲେ ଆମେମାନେ ମଧ୍ୟ ସେଇ ପ୍ରେମରେ ପରସ୍ପରକୁ ପ୍ରେମ କରିବା। ଉଚ୍ଚତାରେ ଶୀଘ୍ର ହୁଅ ନାହିଁ, ଆତ୍ମାରେ ଉଦାତ୍ତ ହୁଅ, ପ୍ରଭୁଙ୍କର ସେବା କର। ହେଇଗଲା এটা नहीं करे नहीं और कुछ नहीं और वो काम चलते तो अनेक वही गाने और मुझे सेक्रेटरी ने कहा ऐसे मारते तो कुछ काम करो अनेक समारे अनुमाने निराश কিন্তু প্রিয় বন্ধুগণ, আমাদের জীবন পর্যন্ত আমি মানে পাপস করতে আমাকে যুদ্ধ କରିବାକୁ ପଡ଼ିବ। ଆମେ ମାନେ ନିଜର ମତେ ଯୁଦ୍ଧ କରିବା, ମନରେ ଭୟ ନିର୍ମାଣ କରି ମତେ ଯୁଦ୍ଧ କରିବା। ଆମର ଉଜ୍ଜଳ କେବେ ଶୀଘ୍ର ନ ହବ। ଆଜି ମନ୍ଦତା ଅଛି, ମନ୍ଦତା ଥିବ, ପାପ ଥିବ, ଆଉ ଏହା ସମ୍ଭବ, ଏହା ଆଶା କରାଯାଏ। এই জগতে ଥିବା ସମୟରେ ପାପ ସମ୍ପୂର୍ଣ୍ଣ ଭାବରେ ବିନଷ୍ଟ ହେଉନାହିଁ। ସବୁ ସମୟରେ ଆମଙ୍କର ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ମାନବିକ ଜୀବନରେ ଅସୁବିଧା ରହିବ। ଆମଙ୍କର ପ୍ରଚେଷ୍ଟା ସେଥିପାଇଁ ସଦାସର୍ବଦା ରହିବ। ଆମେ କେବେ ହେଲେ ନାହିଁ ହେଇଗଲା ବୋଲି ଆମେ କହିବା ନାହିଁ। ଆମେ ଲାଗି ରହିଥିବା। ଆମଙ୍କର ବାର୍ଷିକ ସଭାରେ ସେଇ ସମୟରେ ଯେତେବେଳେ ସମ୍ମିଳନୀରେ ସମ୍ମିଳନୀ କାର୍ଯ୍ୟ କରିବା ପରେ ବାର୍ଷିକ ସଭା ଯୋଗ ଦେଇଛି, সেই সময়ে ସବୁବେଳେ କୁହାଯାଏ ପ୍ରିୟ ବନ୍ଧୁଗଣ, ଆଜି ହିନ୍ଦୁ ସମାଜରେ ଆଜି ଯେଉଁ ସ୍ଥାନରେ ଅବିଶ୍ୱାସମାନେ ଅଛନ୍ତି, ସେହି ସ୍ଥାନରେ ତାଙ୍କୁ ଡ୍ରାଗ ସୋ କରି ଦିଆଯାଉଛି। ଡ୍ରାଗ ସୋ ମାନେ ସେ ସ୍ଥାନಕ್ಕೆ ମଦ ପିଇ ପାରିବେ। ଆମେ ପ୍ରଭୁଙ୍କର ଲୋକ, ସତ୍ୟ ଈଶ୍ୱରଙ୍କର ସେବା କରେ। ଆଜି କାହିଁକି ଆମେ ହାତ ଦିଆଯାଉଛୁ? ହଁ ହେଇପାରେ ନୁହେଁ। ଆମମାନଙ୍କର ପୁଅ ଝିଅମାନଙ୍କୁ, ଆମମାନଙ୍କର ଭାଇ ଭଉଣୀ, ଆମମାନଙ୍କର ମା ବାପା ଯେଉଁମାନେ ଆଜି ଏହି ପ୍ରଭାବରେ ଅଛନ୍ତି, ପ୍ରଭୁ ଯୀଶୁ ସେମାନଙ୍କୁ ଉଦ୍ଧାର କରିପାରିବେ। ପ୍ରଭୁ ଯୀଶୁଙ୍କ ନିକଟରେ ଆମେ ନିଜକୁ ସମର୍ପଣ କରିବା। ସେମାନଙ୍କୁ ଏହି ବନ୍ଦ ଅଭ୍ୟାସକୁ ଆମେ ଉଦ୍ଧାର କରି ପାରୁଛୁ, ତାହେଲେ ଆମେ ତାକୁ ପ୍ରେମ କରୁଛୁ। ଆଉ ଯଦି ଆମେ ଛାଡ଼ି ଦେଉଛୁ, ତାହେଲେ ଆମେ ଠିକ୍ କାର୍ଯ୍ୟ କରୁନାହୁଁ। ପ୍ରଭୁ ଯୀଶୁଙ୍କ ପାଖରେ ଆମମାନଙ୍କର ଭରସା ନାହିଁ, ଆମମାନଙ୍କର ପ୍ରଚେଷ୍ଟା ନାହିଁ। ହଁ, ଯିଏ ଚାହିଁଲେ ଏହି ପ୍ରକାର ମାନେ ହାରି ଯାଉଛୁ, ପଛକୁ ଚାଲୁଛୁ। ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଉଦ୍ୟୋଗରେ ଆମେ ଶୀଘ୍ର ହେବା ନାହିଁ। ଜୀବନରେ ଶ୍ରେଷ୍ଠ ପର୍ଯ୍ୟନ୍ତ ସଂଗ୍ରାମ ଆମମାନଙ୍କର ଚାଲିଥିବ। ଆମେ ସଂଗ୍ରାମ କରିବା। ଆମମାନଙ୍କର ମଧ୍ୟରୁ ଯାହା କିଛି ଈଶ୍ୱରଙ୍କର ବିରୁଦ୍ଧରେ କାର୍ଯ୍ୟ ଅଛି, ଆମେ ଦୂର କରିବା। ପ୍ରଭୁଙ୍କର ଆଶୀର୍ବାଦ ଆତ୍ମାରେ ଉତ୍ତପ୍ତ ହେବ। ପ୍ରଭୁଙ୍କର ସେବା କର, ଭରସାରେ ଆନନ୍ଦ କର। ପ୍ରଭୁ ଆମମାନଙ୍କୁ ପରିତ୍ରାଣ ଦେଇଛନ୍ତି। ସଦାସର୍ବଦା ମନେ ରଖି ଏହି ଭରସାରେ ଆନନ୍ଦ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିରେ ଅଂଶୀ କରିବାକୁ ପାରିବା। ସାଧୁମାନଙ୍କର କ୍ଲେଶରେ ସହିଷ୍ଣୁତ୍ୱ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଭାବ। ପ୍ରଭୁ 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 ପ୍ରଭୁ
ସବୁବେଳେ ଆମେ ତା ନିମନ୍ତେ ପ୍ରାର୍ଥନା କରିବା ନିହାତି। ପ୍ରଭୁଙ୍କ ଠାରେ ବିଶ୍ୱାସ ସହ ଆମେମାନେ ପ୍ରାର୍ଥନା କରିବା। ପ୍ରାର୍ଥନା କରିବା ଅର୍ଥ ହେଉଛି ଈଶ୍ୱରଙ୍କ ଠାରେ ଭରସା କରିବା। ବାରମ୍ବାର ଗୋଟେ କଥା କହିବା ଦ୍ୱାରା ପ୍ରଭୁ ଯେ ଶୁଣିବେ ତାହା ନୁହେଁ। ଆମମାନଙ୍କର ହୃଦୟ ଭରସା ତାହାଙ୍କ ନିକଟରେ ଅନେକ ସମୟରେ ଆମେ ପ୍ରାର୍ଥନା କଲେ ମଧ୍ୟ ପ୍ରଭୁଙ୍କ ଈଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ଭରସା ଅଛି ଆମର ପ୍ରାର୍ଥନା। ଆମେ ଯଦି ପ୍ରଭୁଙ୍କୁ ଭରସା କରୁଛୁ ଆମମାନଙ୍କର ସବୁ କିଛି ଆମେ ତାହାକୁ ଜଣାଇବା। ପ୍ରଭୁ ମୋର ଏହି ଅସୁବିଧା, ପ୍ରଭୁ ମୋର ଏହି ଅସୁବିଧା, ଏହି ସୁବିଧା, ପ୍ରଭୁ ମୁଁ ଆଜି ତୁମ ଠାରେ ଆନନ୍ଦିତ। ପ୍ରଭୁଙ୍କ ନିକଟକୁ ଆସିବା ଏହା ହେଉଛି ପ୍ରାର୍ଥନା। ଏବଂ ଏଥିରେ ତୁମେମାନେ ବନ୍ଦ କର ନାହିଁ ବୋଲି କୁହାଯାଉଛି। ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ। ପ୍ରଭୁଙ୍କର ଠାରେ ଭରସାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ। କ୍ଲେଶରେ ଅସହିଷ୍ଣୁ ହୁଅ ନାହିଁ। କ୍ଲେଶ ଆମମାନଙ୍କ ନିମନ୍ତେ ଅଛି। ସେଥିପାଇଁ ଆମମାନଙ୍କ ନିମନ୍ତେ ଦୁଃଖ ଆସିଲେ, କ୍ଲେଶ ଆସିଲେ, ସମସ୍ୟା ଆସିଲେ ଦୁଃଖିତ ହୁଅ ନାହିଁ, ହତାଶ ହୁଅ ନାହିଁ, ନିରାଶ ହୁଅ ନାହିଁ। ଆଶା କରାଯାଏ ସମସ୍ତ ସାଧୁମାନଙ୍କର ଅଭାବ ଅଞ୍ଚଳଙ୍କର ଆଦିତ୍ୟ ସତ୍କାରରେ ପ୍ରତି ମୋର ସାଧୁମାନଙ୍କର ଅଭାବ ଅଞ୍ଚଳଙ୍କର ସାଧୁମାନେ ଅଛନ୍ତି ପ୍ରଭୁଙ୍କର ଦାସ ଦାସୀମାନେ। ପ୍ରତ୍ୟେକ ବିଶ୍ୱାସୀ ମାନେ ସାଧୁ ଅଟନ୍ତି। ପ୍ରତ୍ୟେକ ବିଶ୍ୱାସୀ ମାନେ ପ୍ରଭୁଙ୍କ ନିମନ୍ତେ ଯାଜକ ବର୍ଗ ଅଟନ୍ତି। କେବଳ ବାଳକ ଚାରଣ ନୁହେଁ, ସମସ୍ତ ବିଶ୍ୱାସିନୀ ଯାଜକ ବର୍ଗ ଅଟନ୍ତି। ସମସ୍ତ ବିଶ୍ୱାସିନୀ ଈଶ୍ୱରଙ୍କ ନିକଟରେ ସାଧୁ ଅଟନ୍ତି। ପରସ୍ପରର ଅଭାବ ମାନେ ମୋଚନ କରିବା ଏବଂ ଆମେମାନେ ଯାଜକ ଏହା ସ୍ମରଣ ରଖିବା। ଯାଜକ ହେଉଛି ଈଶ୍ୱରଙ୍କର ଏବଂ ମନୁଷ୍ୟ ମଧ୍ୟରେ ମଧ୍ୟସ୍ଥି। କେବଳ ବାଳକ ମହାଶୟ ପ୍ରତ୍ୟେକ ବିଶ୍ୱାସ ଜଣେ ଯାଜକ। ପ୍ରତ୍ୟେକ ବିଶ୍ୱାସୀଙ୍କର କାର୍ଯ୍ୟ ହେଲା ସେ ଅନ୍ୟମାନଙ୍କର ନିମନ୍ତେ ଈଶ୍ୱରଙ୍କ ନିକଟକୁ ଆସିବ। ଯାଜକଙ୍କର କାର୍ଯ୍ୟ ହେଲା ଲୋକମାନଙ୍କର ନିମନ୍ତେ, ଲୋକମାନଙ୍କର ପ୍ରତିନିଧିତ୍ୱ କରି ଈଶ୍ୱରଙ୍କ ନିକଟକୁ ସେ ଆସେ। ଲୋକମାନଙ୍କ ନିମନ୍ତେ, ନିଜ ନିମନ୍ତେ, ଲୋକମାନଙ୍କ ନିମନ୍ତେ ସେ ଠିଆ ହୁଏ। ପ୍ରଭୁଙ୍କ ନିକଟରେ କ୍ଷମା। ପ୍ରିୟ ବନ୍ଧୁଗଣ, ଆଜି ସମସ୍ତଙ୍କର ନିମନ୍ତେ, ପରସ୍ପର ନିମନ୍ତେ ଆମେ ଠିଆ ହେବା। ଆମେ ନିଜ ନିଜ ଯାଜକ। ଆମଙ୍କର ପୁଅ ଝିଅମାନଙ୍କୁ, ମା ବାପା ବନ୍ଧୁମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବାର ଦାୟିତ୍ୱ ଆଜି ଆମମାନଙ୍କର ଅଛି। ସେଥିପାଇଁ ପ୍ରିୟ ବନ୍ଧୁଗଣ ମାନେ ଆମେମାନେ ଆଦିତ୍ୟ ସତ୍କାରରେ ପରସ୍ପରର ଅଭାବ ମୋଚନ କରିବାରେ ଆମେ ବ୍ରତୀ ହେବା। ଯେଉଁମାନେ ତୁମକୁ ତାଡ଼ନା କରନ୍ତି ସେମାନଙ୍କୁ ଆଶୀର୍ବାଦ କର। এই শেষ পদ পর্যন্ত শত্রুକୁ ପ୍ରେମ କର। 21 ପଦ ପର୍ଯ୍ୟନ୍ତ ପ୍ରେରିତ ପାଉଲ ଏକ ଶିକ୍ଷା ଦେଉଛନ୍ତି। ଯଥାସମ୍ଭବ ସମସ୍ତଙ୍କର ସହିତ ଶାନ୍ତିରେ ରୁହ। ଅଶାନ୍ତି କର ନାହିଁ। ଅଶାନ୍ତି ନିଶ୍ଚିତ ଭାବରେ ଆଶାନ୍ତିତ। ଅଶାନ୍ତି ଅଛି, ସମସ୍ୟା ଅଛି, ଅରାଜକତା ଅଛି, ଅନ୍ୟାୟ ଅଛି। ସମସ୍ତେ ତୁମକୁ ପ୍ରେମ କରିବେ। ଯେଉଁମାନେ ପ୍ରେମ କର, ପ୍ରେମ ପଦରେ ପ୍ରେମ ସେମାନଙ୍କୁ ଦେବେ ନାହିଁ। ଆପଣଙ୍କୁ ଦେବେ ନାହିଁ, ଆମକୁ ଦେବେ ନାହିଁ। ମନ୍ଦ ବଦଳରେ ନିଶ୍ଚିତ ଭାବରେ ମନ୍ଦ ଦେବେ, କିନ୍ତୁ ଭଲ ବଦଳରେ ମଧ୍ୟ ମନ୍ଦ ଆଜି ଆମେ ପାଇବାକୁ ପାରିବା। ଭଲ କଲେ ମଧ୍ୟ ଆମେ ନ୍ୟାୟ କଲେ ମଧ୍ୟ ଆମମାନଙ୍କ ପ୍ରତି ଅନ୍ୟାୟ ହୁଏ ଅନେକ ସମୟରେ। ଆଜିର ଜଗତରେ ତାହା ସମ୍ଭବ। ତଥାପି ଆମେ ପ୍ରଭୁଙ୍କର ଲୋକ, ପ୍ରଭୁରେ ସ୍ଥିର କରି ହେବା। ଆମେମାନେ କେବେ ଅନ୍ୟାୟ କରିବା ନାହିଁ। ଆମେମାନେ କେବେ ଅପ୍ରେମ ଭାବ ଦେଖାଇବା ନାହିଁ। ଆମମାନଙ୍କୁ ପ୍ରେମ ନ ମିଳିଲେ ମଧ୍ୟ ଆମେ ପ୍ରେମ କରିବା। ଆମମାନଙ୍କୁ ଅନ୍ୟାୟ ମିଳିଲେ ମଧ୍ୟ ଆମେ ନ୍ୟାୟ ହିଁ କରିବା। ଆମମାନଙ୍କୁ ଦୟା ନ ଦେଖାଇଲେ ମଧ୍ୟ ଆମେ ଦୟା ଦେଖାଇବା। ଲୋକମାନେ ଆମମାନଙ୍କୁ ମିଥ୍ୟା କହିଲେ ମଧ୍ୟ ଆମେ ସତ୍ୟତାରେ ହିଁ ଆଚରଣ କରିବା ଏବଂ ଅପ୍ରେମ ବଦଳରେ ମଧ୍ୟ ପ୍ରେମ ଦେବା। ଶତ୍ରୁକୁ ଯଦି ଆମେ ପ୍ରେମ କରିବା, এই প্রকার প্রেম নয়। আমার ঠিক আছে, প্রভু তোমাকে আশীর্বাদ করবে, প্রভু তোমাকে আশীর্বাদ করবে। আমাকে কোন করতে হবে
आगामी समय को अभिशाप से प्रकार नुहे एक हृदय सह ଯେତେବେଳେ ମୋର ଶତ୍ରୁ ଯେଉଁ ପ୍ରତି ଅନ୍ୟାୟ କରେ ସେତେବେଳେ ତାହାର ଅଭାବ ସୁବିଧାରେ ମୁଁ ଆଖି ବନ୍ଦ କରିଦେବି ଏବଂ ସେ ଯେପରି ପାନେ ପାଇବ ସେଥିପାଇଁ ତାକୁ ଯାଇକି ଜବରଦସ୍ତି ସାହାଯ୍ୟ କରିବି ତାହା ମଧ୍ୟ ଠିକ ନିଷ୍କପଟ ହୃଦୟରେ ପ୍ରେମ ସହ ପ୍ରଭୁ ମୋତେ ପ୍ରେମ କରିଛନ୍ତି ଆଉ ସେ ଯଦି ଅନ୍ୟାୟ କଲା କିଛି ଅସୁବିଧା ନାହିଁ ଆଉ ନ୍ୟାୟ କରିବି এই প্রকার যদি ଆମେ ହୃଦୟ ସହ ସେଇ ଭାଇକୁ କିମ୍ବା ଭଉଣୀକୁ ଯଦି ବ୍ୟବହାର ଦେଖାଉ ସେଇ ଭାଇ ଏବଂ ଭଉଣୀ ସେମାନଙ୍କର ମସ୍ତକରେ ଅନ୍ଧାରର ପଛ ବୋଲି ପ୍ରେରିତ ପାଳନ କହୁଛି ମସ୍ତକରେ ଅନ୍ଧାର ରହୁଥିବା ଅର୍ଥ ବୁଝିପାରୁଛ ଯଦି ଆମେ ପ୍ରେମ ପତ୍ରରେ ପ୍ରେମ ଦେଉ ତାହେଲେ ଆମେ ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିପାରିବୁ ସେ ବ୍ୟକ୍ତି ନିଜର ଭୁଲ ବୁଝିବାକୁ ପାରିବ ଏବଂ ସେ ତାହାର ଭୁଲ ଅନୁଦାନ କରିବ କିନ୍ତୁ ଯଦି ଆମେ ଅନ୍ୟାୟ କରୁ ତାହେଲେ କୌଣସି ଉତ୍ତମ ଫଳ ଆମେ ଆଶା କରିବାକୁ ପାରିବା ଏବଂ ଜଗତର ପଥ ହେଉଛି ସେ ଅନ୍ୟାୟ ବଦଳରେ ଅନ୍ୟାୟ କର ଅଧିକ ଅନ୍ୟାୟ କର କିଏ ଯଦି ତମକୁ ଗୋଟେ ପଥର କପଡ଼ା ଇଟା କପଡ଼ା এই ପ୍ରକାର ହେଉଛି ଜଗତର ନିୟମ ଶେଷରେ ଆମେ ଯଦି ଦେଖିବା କୁକ୍ରିୟାରେ ପରାଜିତ ପାଳନ କରୁଛନ୍ତି ସୁକ୍ରିୟାରେ କୁକ୍ରିୟାରେ ପରାଜିତ কুক্রিয়ারে পরাজিত হো নাহি অর্থাৎ লোভ দ্বারা পরাজিত হো নাহি লোভ হচ্ছে কুক্রিয়া তো লোভর কার্যে পরাজিত হো নাহি লোভর কার্যে পরাজিত হওয়ার অর্থ হচ্ছে ମୁଁ ଲୋଭ ଶବ୍ଦ ହେବି ଏବଂ ଯାହା ମୋତେ ଲୋଭ ଲାଗିଲା ସେଇ କାର୍ଯ୍ୟ ସେଟା ହାସିଲ କରିବି ଯେ ଯେଟା କେଉଁଥିର କାରଣରେ ମୁଁ ତାହାକୁ ହାସିଲ କରିବି ତାହେଲେ ମୁଁ ଲୋକର ଦାସରେ ପରାଜିତ ହେଲି ମୋତେ କାହାର ସ୍ତ୍ରୀ କାହାର ସ୍ୱାମୀ ଭଲ ଲାଗିଲା କି କୋଉ ପୁଅ କିମ୍ବା ଝିଅ ଭଲ ଲାଗିଲା ଆଉ ମୁଁ ତା ସହିତ ବ୍ୟଭିଚାର କରିବାକୁ ମୋତେ ଇଚ୍ଛା କରେ ସମସ୍ତ ମନୁଷ୍ୟମାନଙ୍କର ମଧ୍ୟରେ ସେ ଶାରୀରିକ ଅଭିଳାଷ ଅଛି କିନ୍ତୁ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରଭୁଙ୍କର ଲୋକମାନେ ଏହି ଅଭିଳାଷକୁ କ'ଣ କରନ୍ତି ନା ବନ୍ଦ କରନ୍ତି ତାହା ହେଉଛି କ'ଣ ଆତ୍ମସଂଯମ ଲୋଭର ନିଜକୁ ଅଟକାନ୍ତି ବ୍ୟଭିଚାର ନିଜକୁ ଅଟକାନ୍ତି ଆଜି ଯେତେବେଳେ ମୁଁ ଅଟକାଇ ପାରିବି ନାହିଁ ଏବଂ ସେ ବ୍ୟଭିଚାର କାର୍ଯ୍ୟ କରେ ତାହେଲେ ବ୍ୟଭିଚାର କାର୍ଯ୍ୟ କରିବା ପୂର୍ବରୁ ମୁଁ ଯଦି ଚିନ୍ତା କରିନାହିଁ ମୁଁ କରିବି ବୋଲି ତାହେଲେ ମୋ ପାପରେ ଶାରୀରିକ ଭାବରେ ପହଞ୍ଚି ସେ ମୁଁ ଯଦି ଏହି ପ୍ରକାର ବ୍ୟଭିଚାର କରିବାରେ ମୋତେ ଚିନ୍ତା କଲି ମୁଁ ବ୍ୟଭିଚାର ଦାସରେ ମୁଁ ପରାଜିତ ହେଲି ମୋର କ୍ରୋଧ ବଳ ଥିଲା ଆଉ ମୁଁ ମୋର ଝିଅ ପିଲା ସ୍ତ୍ରୀ କାହାକୁ ମାରିଲି ସମସ୍ତଙ୍କୁ ମାରିଲି କି ଅନ୍ୟ କାହାକୁ ମୋର ପ୍ରତିବାସକୁ ମାରିଲି ଏତେ କାରଣ ହେଇଗଲି ତାହେଲେ ମୁଁ ଲୋକମାନଙ୍କ ନିକଟରେ ମୋର ବରଦାନ ଦେଖାଉଥିଲି ମୋର ଏତେ ବଳ ଅଛି ମୁଁ ଏତେ ପାଟି କରିପାରେ ଖଙ୍କାଇପାରେ ଅଟକାଇପାରେ ମୁଁ ପାପର ଦାସ ମୁଁ କ୍ରୋଧର ଦାସ ହେଲି କ୍ରୋଧ ମୋ ପାଇଁ ହାବି ହେଲା ମୁଁ ପରାଜିତ ହେଲି କୁକ୍ରିୟାରେ ମୁଁ ପରାଜିତ ହେଲି ଆଜି ଯେତେବେଳେ ଆମଙ୍କର ମତେ ଆମମାନଙ୍କର ଅହଂଭାବକୁ ଠେସ୍ ଆସେ ସନ୍ଦେଶ ମଣ୍ଡଳୀରେ ଯଦି ମୋ ଅହଂଭାବକୁ ଠେସ୍ ଆସିଲା ତାହେଲେ ମୁଁ ସେବା କାର୍ଯ୍ୟ କରିବାକୁ ମନା କରିଦେବି ଅନ୍ୟମାନଙ୍କ ପ୍ରତି ମୋର ରାଗ ରଖିବି ଏବଂ ସେବା କାର୍ଯ୍ୟ ମଣ୍ଡଳୀର ସହିତ ସହଯୋଗ କରିବି ନାହିଁ ତାହେଲେ ମୁଁ ସେଇ ଅହଂଭାବ ଦ୍ୱାରା ପରାଜିତ ହେଲି କୁକ୍ରିୟାରେ ପରାଜିତ ହେଲି ପ୍ରଭୁ ଶିକ୍ଷା ଦିଅନ୍ତି ମୁଁ ନୁହେଁ ମାତ୍ର ପ୍ରଭୁ ମୋ ଜୀବିତ ହୁଅନ୍ତୁ ସେ ତାଙ୍କର ଜୀବନ ଏହା ହେଉଛି ପ୍ରତ୍ୟେକ ବିଶ୍ୱାସ ଆବଶ୍ୟକ ତାଙ୍କ ପ୍ରିୟ ବନ୍ଧୁ ଏହି ପ୍ରକାର ଭାବରେ ଯାଏ ଆମେ କୁକ୍ରିୟାରେ ପରାଜିତ ହେବାନି କୁକ୍ରିୟା ନିକଟରେ ନିଜକୁ ସମର୍ପଣ କରିବା ପାଇଁ ଆତ୍ମସଂଯମ ହେବା ନିଜ ଶକ୍ତିରେ ଆମେ କରିପାରିବା ନାହିଁ ପବିତ୍ର ଆତ୍ମା ଅନ୍ତର୍ବାସୀ ସେ ଆମମାନଙ୍କୁ ସହାୟତା ଦେବେ ଆଜି ମୋର ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ମୁଁ ସେବନ କରେ ଯଦି ପ୍ରଭୁଙ୍କ ଠାରୁ ସମର୍ପଣ କରିବି ଏହି ନିଶା ଦ୍ରବ୍ୟ ସେବନରୁ ପ୍ରଭୁ ମୋତେ ଉଦ୍ଧାର କରିବେ ମୁଁ ଯେତେବେଳେ ମୋ ପ୍ରତି ସେହି
ନିଶା ପିଇବା ପାଇଁ ବା କରିବାକୁ ଯେମିତି ଇଚ୍ଛା ଅଛି ମୁଁ କରିବି ନାହିଁ, ମୁଁ କରିବି ନାହିଁ, ମୁଁ ତାର ଦାସ ଆଉ ଦେବି ନାହିଁ, ମୁଁ ପବିତ୍ରାତ୍ମାଙ୍କର ଦାସ ହେବି, ମୁଁ ଆତ୍ମସଂଯମୀ ହେବି। ଯେତେବେଳେ এই প্রলোভনକୁ ନା ହେବାକୁ ପାରିବା ଏଡ଼େଇବାକୁ ପାରିବା ତାହେଲେ ଆମେ କୁକ୍ରିୟାରେ ପ୍ରୟୋଜିତ ନ ହୋଇ ସୁକ୍ରିୟାରେ ଆମେ କୁକ୍ରିୟାରେ ପ୍ରୟୋଜିତ। ଏଥିପାଇଁ ପ୍ରିୟ ବନ୍ଧୁଗଣ ଆମେ ପ୍ରଭୁଙ୍କର ଏହି ବାକ୍ୟ ସ୍ମରଣ ରଖିବା। ପ୍ରଭୁଙ୍କର ଦୟା ହେତୁ ମୁଁ ତୁମମାନଙ୍କୁ ବିନତି କରୁଅଛି ବୋଲି ପ୍ରଭୁ ତୁମମାନଙ୍କୁ ଦୟା କରିଅଛନ୍ତି, ତୁମମାନଙ୍କ ମଧ୍ୟରେ ନିଜର ଜୀବନ ସମର୍ପଣ କରିଅଛନ୍ତି। ସେଥିପାଇଁ ତୁମମାନଙ୍କୁ ଏହି ଯେଉଁ ପରିତ୍ରାଣର ନିଶ୍ଚିତତା ଦେଇଅଛନ୍ତି, ସ୍ୱର୍ଗରାଜ୍ୟର ଅଧିକାରୀ କରାଯାଇଛି। ସେଥିପାଇଁ ତୁମ୍ଭେମାନେ ଏମାନଙ୍କୁ ତାହା ତୁମ୍ଭେମାନେ କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜିତ କର। ଈଶ୍ୱରଙ୍କର ସୁଗ୍ରାମର ପରିଶ୍ୱର ଈଶ୍ୱରଙ୍କର ଯୁକ୍ତିଯୁକ୍ତ ଉପାସନା ତୁମେମାନେ କର। ଆମମାନଙ୍କର ଉପାସନା ନିଜା ଘରର ହୁଏ ନାହିଁ, ଆମମାନଙ୍କର ଦୈନନ୍ଦିନ ଜୀବନରେ ଆମେ ଈଶ୍ୱରଙ୍କର ଉପାସନା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଯେପରି ଆମେ ତାହାଙ୍କର ଆଜ୍ଞା ପାଳନ କରି ତାହାଙ୍କର ଆଶୀର୍ବାଦରେ ବସିବାକୁ ପାରିବା ଅନ୍ୟମାନଙ୍କୁ ଆଶୀର୍ବାଦ